ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିଖିଆ ମ୍ୟାଚ୍କୁ 4 ୱିକେଟ୍ରେ ଜିତିବା ସହ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଆଗୁଆ ଜିତି ନେଇଛି ଭାରତ। ସିରିଜ୍ର ଅନ୍ତିମ ମ୍ୟାଚ୍ ବାକି ଥିଲେ ମଧ୍ୟ ଭାରତ 2-0ରେ ବିଜୟ ଲାଭ କରିଛି। ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିଖିଆ ମ୍ୟାଚ୍କୁ 4 ୱିକେଟ୍ରେ ଜିତିବା ସହ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଆଗୁଆ ଜିତି ନେଇଛି ଭାରତ। ସିରିଜ୍ ଅନ୍ତିମ ମ୍ୟାଚ୍ ବାକି ଥିଲେ ମଧ୍ୟ ଭାରତ 2-0ରେ ବିଜୟ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। 90 ବଲ୍ ଖେଳିଥିବା ରୋହିତ 12ଟି ଚୌକା ଓ 7ଟି ଛକା ମାରି ଭାରତର ବିଜୟ ମୁଖ୍ୟରେ ନାୟକ ସାଜିଥିଲେ। 305 ରନ୍ର ପିଛା କରୁଥିବା ଭାରତ 44.3 ଓଭରରେ 6 ୱିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା। ରୋହିତ ଶର୍ମାଙ୍କ ବ୍ୟତୀତ ସୁମନ ଗିଲ୍ 60 ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାସ ଆୟାର 44 ଓ ଅକ୍ଷୟ ପଟେଲ ଅପରାଜିତ 41 ରନ୍ କରିଥିଲେ। ରବୀନ୍ଦ୍ର ଜାଡେଜା 11 ଓ ଅକ୍ଷୟ ପଟେଲ ଅପରାଜିତ ରହି ଭାରତକୁ ଫିନିଶ୍ ଲାଇନ୍ ପାର କରାଇଥିଲେ। ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଇଂଲଣ୍ଡ 49.4 ଓଭରରେ 304 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ପ୍ରଥମ ୱିକେଟ୍ରେ 81 ରନ୍ ଯୋଡ଼ିଥିଲା। 65 ବଲ୍ରେ ଉଭୟ 81 ରନ୍ ଯୋଡ଼ିଥିଲେ। ପ୍ରଥମ ୱିକେଟ୍ ପତନର ଠିକ୍ 5 ଓଭର ପରେ ରବୀନ୍ଦ୍ର ଜାଡେଜାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ବେନ୍ ଡକେଟ୍। ଡକେଟ୍ 56 ବଲ୍ ଖେଳି 10ଟା ଚୌକା ସହ 65 ରନ୍ର ସ୍କୋର କରିଥିଲେ। ଜୋ ରୁଟ୍ ଇଂଲଣ୍ଡ ଇନିଂସର ଟପ୍ ସ୍କୋରର ହୋଇଥିବା ବେଳେ 69 ରନ୍ କରିଥିଲେ। 72 ବଲ୍ ଖେଳି ରୁଟ୍ 6ଟି ଛକା ମାରିଥିଲେ। ପରବର୍ତ୍ତୀ ବ୍ୟାଟରଙ୍କ ମଧ୍ୟରେ ସମସ୍ତେ ଭଲ ଆରମ୍ଭ କରିଥିଲେ କିନ୍ତୁ ବଡ଼ ସ୍କୋର କରିପାରିନଥିଲେ। ହ୍ୟାରି ବ୍ରୁକ୍ 31, ଅଧିନାୟକ ଜୋସ୍ ବଟଲର 34 ଓ ଲିଆମ୍ ଲିଙ୍ଗଷ୍ଟନ୍ 41 ରନ୍ର ସ୍କୋର କରିଥିଲେ। ଏକଦା ଇଂଲଣ୍ଡ 340ରୁ ଅଧିକ ରନ୍ କରିବାର ଆଶା କରାଯାଉଥିବା ବେଳେ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ ଦଳ ଦିଗହରା ହୋଇପଡ଼ିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସଫଳ ବୋଲର ଭାବେ 3 ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।